ସୁନା ଭଳି ଏବେ ରୂପାରେ ମଧ୍ୟ ହଲମାର୍କିଂ ବାଧ୍ୟତାମୂଳକ ହେବ। ଏଥିପାଇଁ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଭାରତୀୟ ମାନକ ବ୍ୟୁରୋକୁ ପ୍ରସ୍ତାବ ଦେଇଛନ୍ତି। ତେବେ ହଲମାର୍କିଂ ବାଧ୍ୟତାମୂଳକ ହେଲେ ଗ୍ରାହକମାନେ ଆଉ ଠକାମିରେ ପଡ଼ିବେନି। ତେବେ ସୁନା ଭଳି ଏବେ ରୂପାର ମଧ୍ୟ ରହିଛି ଢେର ଚାହିଦା। ଅଳଙ୍କାର ଠାରୁ ଆରମ୍ଭ କରି ଉପହାର ଅନେକ କିଛି ବିପୁଳ ପରିମାଣରେ ବିକ୍ରି ହେଉଛି। ଅନେକ ଗ୍ରାହକ ରୂପାର ପାଉଁଜି ସାଙ୍ଗକୁ ହାତରେ ବ୍ରେସଲେଟ୍ ପିନ୍ଧିବାକୁ ପସନ୍ଦ କରନ୍ତି। ହେଲେ ବିଭିନ୍ନ ସମୟରେ ଲୋକେ ରୂପାର କ୍ୱାଲିଟିକୁ ନେଇ ପ୍ରଶ୍ନ ଉଠାନ୍ତି। ସେମାନେ ଜାଣିପାରନ୍ତି ନାହିଁ ଯେ ଏହା ଅସଲି ନା ନକଲି। ଏବେ ଏହି ଦ୍ୱନ୍ଦ୍ୱ ଦୂର କରିବା ପାଇଁ ବିଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଉ ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ଭାରତୀୟ ମାନକ ବ୍ୟୁରୋ ରୂପାର ହଲମାର୍କିଂ ବାଧ୍ୟତାମୂଳକ କରିବା ଦରକାର ବୋଲି କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ପ୍ରକାଶ କରିଛନ୍ତି। କାହିଁକି ନା ରୂପାର ହଲମାର୍କିଂ ବାଧ୍ୟତାମୂଳକ ହେଲେ ଗ୍ରାହକମାନେ ଠକାମିର ଶିକାର ହେବାଠାରୁ ବର୍ତ୍ତି ପାରିବେ।